नमस्कार सांग मैंने जय माँ मंगला जय जगन्नाथ आपण मानक आम चैनल बीरू नानी जेजेमास लाइव को बहुत बहुत स्वागत। एपटे प्रथम वीडियो स्टार्ट समस्ते उठी जाइछन्ते समस्त वीडियो आरंभ होइछि। तो आज जेहेतु संक्रांति रज संक्रांति तो से शिव ठाकुर ये फूलमाल गुंथा सरी और धला फूल भी बहुत देले। तो एपटे माँ देखु के सुंदर हार गोटे हाथ में टेकिला बहुत बढ़िया लगुच माने फूल गुड़ाक सब फुटी जाइए देखो केते बड़ केते सुंदर देखा जाए हनुमान माँ तो ये समस्त बो बस गुंथी जाती। तो चलते स्टार्ट कर आज वीडियो केमती कौन हो दिन सारा देखा चलते जीवा। रंग मुंड टिके धलारू कला होती घरे आज ट्रीटमेंट सेलून रे तो दिन पूरा लॉस रे पड़ते घरे देखिए केते दिन तो सांग माने रज मान तो सब दिन निहाती पोड़ पिठा हम। तो ये देखते गोटे पोड़ पिठा आमर रेडी एपटे आज जह्नी भजा होची भिंडी भजा सरी डालमा बसी पोड़ पिठाटा नहीं ननी दबा तो आम समस्ते खाई सारिक रेस्ट नहीं शोक उठिकी देखला बेलू बहुत जोर कला हांडिया वर्षा आसिक वर्षा पकेला माने अंधारिया हो पूरा लाइन फैन कटी। तो आम ये बसीचु जोर वर्षा पकाऊँ देखु पवन हो वर्षा बहुत जोर। तो एपटे वर्षा देखी देखी आम टे चा पी दौचु जेहेतु शोक उठाई एपटे चा ना हेनी तो चा पिया हो लाइन फाइट बंद हो घड़घड़ी बिजुली सब मारुची। तो लाइट फाइट ऑफ करके आम ये सब बसिक वर्षा दांत देखा खाली खाली पानी बाहर वर्षा एबे समय है 6:15 देखिपे वर्षा सेपट से पकई चलती माने 3टा 3:30 वर्षा होची 6टा पर वर्षा छाड़बार ही ना। तो एपटे मुझे सब कम सारी घर ओलाओली करी सब बासन परिष्कार कर थुआ थुई कर बासन मजा मजी होता। तो एपटे देखु केते सारा लुगा सब थुआ होता सजड़ा हम बोली। तो आपण मैंने देखु देखा 1 2 3 4 5 6 7 8 लुगा थिला सजड़ा हाँपाई सजड़ा सजड़ी करके नौ रखीदेवी सब स्टाण्ड रे आन कर चलन देखा वो लुगापटा सब रखीदबा कहीं आलेना किसी भी लुगा नाला 8 खंड लुगा जाक सब से थिला। तब सब रखीदेली आलेना रे। एपर देखते आज बेडसीट काढ़ी परिष्कार करके गोटे बेडसीट पकई बेडसीटा केबेकार है 3-4 वर्षर है बोली तार सब यही खंडक पाम्परिया भाया पूरा पूरा ये हो जाइए। तो यहाँ सब भल बेडसीट पूरा स्मूथ कटन नुह ना रिम हबार नहीं पूरा बढ़िया बेडसीटा कौन करवा खराब हो गला। हाँ जाऊँ लाइन 6
ଲାଞ୍ଚ ଛ ଲାଞ୍ଚ ଛ ନୁହଁ ଲାଞ୍ଚ ଲାଞ୍ଚ କ'ଣ ହବ କ'ଣ ନ୍ୟଛ ଲାଞ୍ଚ ନା ସାଙ୍ଗମାନେ ନନାଙ୍କୁ ଦେଇଦେଇଛି ପିଠା ନନା କାଟି ଦେଉଛନ୍ତି ନନା ସବୁଦିନ ତ ପିଠା ରଜମାନେ ତ ପିଠା ସବୁଦିନ ପିଠା ହେଉଛି ତ ପିଠା ହେଇଥିଲା ନନା କାଟିଦେଲେ ନନାଙ୍କୁ ଦେଇଦେବା ଖାଇବା ପାଇଁ କ୍ଷୀର ଆଉ ଡାଲମା ଆଣିଛି ନନା ଖାଇଦେବେ ଆରପଟ ସାଇଡ଼୍ଟା ନନା ଦେଖିବା ପିଠାର ଏପଟ ସାଇଡ଼୍ଟା ବଢ଼ିଆ ବସିକି ସବୁ ଖାଲି ଖଣ୍ଡ ଖଣ୍ଡ ଧନ ଏଠି ବସିକି ପାଠ ଲେଖୁଛି ଏବେ ଲାଇନ୍ ଆସିଲା ତ ଆଜି ଯେଉଁ ବର୍ଷା ହେଇଥିଲା ବର୍ଷା ଜୋର ହେଇଥିଲା ଲାଇନ୍ କଟି ଯାଇଥିଲା ଏଇ ପିଠା ଦେବି ବା ତମକୁ ମତେ କୋଉଥିରୁ ଦବ ଡଳିଥାନ୍ତା ଏଇଟା ମୁଁ ପୋଡ଼ାଳେ ଆଉ ଖଣ୍ଡେ ଆପଣ ନେଇଯିବି କେତେ ଆଉ ମୁଁ ଖାଇ ନ ପାରିଲେ ମୋ ଚିନ୍ତା ବୋଉ ଏଠି ଟିକେ ଗଡ଼ୁଛନ୍ତି ବୋଉ ଆଜି ଏକୁଟିଆ ରଜ ପାଳିଲେ ମୋର ସଂକ୍ରାନ୍ତି ବୋଉଙ୍କ ହାତର ମେହେନ୍ଦି ଦେଖନ୍ତୁ ସିଧା କତ ହାତ ସୁନ୍ଦର ପାଚିଛି ବୋଉଙ୍କ ମେହେନ୍ଦିରେ କାହା ନାଁ ଲେଖା ହେଇଛି ଆପଣମାନେ କମେଣ୍ଟରେ ଜଣାଇବେ ଡାଲମା ଦେବି ଲୋ ମା ସାଙ୍ଗମାନେ ଏପଟେ ସମସ୍ତଙ୍କର ଖାଇବା ପିଇବା ସରିଲା ପରେ ମୁଁ ସବୁ ବାସନ କୁସନ ଧୁଆଧୁଇ କରି ଗ୍ୟାସ୍ ଫ୍ୟାସ୍ ପରିଷ୍କାର କରି ଏପଟେ ରଖି ସାରିଲେଣି ଏବେ ଲାଇଟ୍ ଅଫ୍ କରିବା ଯିବା ରେଷ୍ଟ ନେବା ଯେତେ କାମ ଥାଉ କି ନଥାଉ ତ ଡେରି ହିଁ ହେଉଛି ଏପଟେ ସବୁ କାମ ସରିଲା ଚାଲନ୍ତୁ ଯିବା ଏବେ ରେଷ୍ଟ ନେବା ଟିକେ ଏପଟେ ଦେଖିଲା ବେଳକୁ ଏତକ ବୋତଲ ଖାଲି ଅଛି ଚାଲନ୍ତୁ ପାଣି ଲୋଡ଼ କରି ରଖିଦେବା ତାପରେ ଯିବା ତ ସାଙ୍ଗମାନେ ଏବେ ଯେମିତିକି ବର୍ଷା ଆସୁଛି ଲାଇନ୍ କଟୁଛି ସେଥିପାଇଁ ଆମେ ଶୋଇବା ପୂର୍ବରୁ ଆଗ ମଟରଟା ଚଲେଇଦେବୁ କାହିଁକିନା ଆଉ ସକାଳୁ ସବୁଦିନ ସକାଳୁ ଲାଇନ୍ ଡିମ୍ ହେଇଯାଇଛି ନଚେତ କଟିଯାଉଛି ତ ପାଣି ପାଇଁ ହଇରାଣ ହେବାକୁ ପଡ଼ିବ ସେଥିପାଇଁ ଏବେ ମଟରଟା ଚଲେଇ ଦେଇକି ଯାଇକି ଶୋଇବା ପାଣି ଫୁଲ୍ ହେଇଯାଉ ସେଇ ପାଣିଟା ଦେଖନ୍ତୁ ଛାତରୁ ପାଣି ଗୁଡ଼ା ସବୁ ଆସୁଛି କେତେ ପରିଷ୍କାର ପାଣି ପୁରା କ୍ଲିନ୍ ପୁରା ପରିଷ୍କାର ମାନେ ଛାତରେ କିଛି ବି ଧୂଳିମଳି ନାହିଁ ସବୁ ପରିଷ୍କାର ହେଇଯାଇଛି ଛାତ ଉପରେ ତ କାଲି ତ ପାଣି ଦେବାକୁ ପଡ଼ିବନି ଛାତ ଯେଉଁ କାମ ହେଇଥିଲା ପାଣି ଆଜି ବର୍ଷାରେ ପାଣି ପୁରା ଖାଇଯାଇଥିବ ତ ଏପଟେ ବି କେତେ ପରିଷ୍କାର ଲାଗୁଛି ଯେଉଁ ଗଛ ଯେଉଁ ହେଇଯାଇଛି ପୁରା ପରିଷ୍କାର ଆଉ ଲାଇଟ୍ଟା ପୁରା ପଡ଼ୁଛି ଏମୁଠୁ ସେମିତି ଯାଏଁ ନହେଲେ ଜମା ଲାଇଟ୍ ପଡ଼େନି ଅନ୍ଧାରିଆ ହେଇଯାଏ ତ ଏଇଠି ଗୋଟେ ଫୁଲଟିଏ ଦେଖନ୍ତୁ ଫୁଟିଛି ତ ପାଣି ଚଲେଇ ଦେଇକି ଯାଇକି ଶୋଇବା ନହେଲେ ହଇରାଣ ହେବା ସକାଳୁ ପାଣି ହେଇଗଲାଣି ଫୁଲ୍ ହେଇଯାଉ ଲୋଡ଼ ହେଇଯାଉ ମାନେ ଏବେ ମଟର ଫୁଲ୍ କରିଦେଇକି ଆମେ ଆସିଲୁ ଏଠି ଘରକୁ ଶୋଇବା ପାଇଁ କିନ୍ତୁ ମୋ ଧନ ଏପର୍ଯ୍ୟନ୍ତ ଶୋଇନି କାହିଁକିନା ମୁଁ ଆସିନଥିଲି ଶୋଇବା ପାଇଁ ତ ଚାଲନ୍ତୁ ଏ ମୁଁ ଆସିଗଲେଣି ଆଉ ଧନକୁ ଶୁଆଇକି ସମସ୍ତେ ଶୋଇପଡ଼ିଲେଣି ଦେଖିପାରୁଥିବେ ସେ ନନାଙ୍କର ଘୁଙ୍ଗୁଡ଼ି ଶୁଭୁଥିବ ସାୟଦ ତା ଏପଟେ ପୁଅ ଆମର ଶୋଇବା ପାଇଁ ଅପେକ୍ଷା ତ ଚାଲନ୍ତୁ ଆମେ ଏବେ ଯିବା ଶୋଇବା ପାଇଁ ଆଜିର ଭିଡ଼ିଓ ଆପଣମାନଙ୍କୁ କେମିତି କ'ଣ ଲାଗିଲା ନିଶ୍ଚିନ୍ତ କମେଣ୍ଟରେ ଜଣାଇବେ ଭଲ ଲାଗିଲେ ଲାଇକ୍ କମେଣ୍ଟ ସେୟାର କରିବାକୁ ଜମାରୁ ଭୁଲିବେନି ପୁଣି ଦେଖା ଆପଣମାନଙ୍କ ସହିତ ନେକ୍ସଟ ଭିଡ଼ିଓରେ ସେ ପର୍ଯ୍ୟନ୍ତ ଆମେ ରହିଲୁ ନମସ୍କାର।